ଶୁଭ ସକାଳ ସାଙ୍ଗମାନେ, ନୂତନ ସୂର୍ଯ୍ୟୋଦୟକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଦେଖୁଛନ୍ତି ସିଦ୍ଧିକା ୱାର୍ଲ୍ଡ ୟୁଟ୍ୟୁବ ଚ୍ୟାନେଲ। ଯଦି ଚ୍ୟାନେଲକୁ ନୂଆ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହ ଅଲ୍ ଘଣ୍ଟି ବଟନକୁ ଦବାଇ ଦିଅନ୍ତୁ, ଯାହାଫଳରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ଏହି ଭିଡ଼ିଓଟି ଦେଖି ସାରିବା ପରେ ଯଦି ଭଲ ଲାଗେ ଲାଇକ୍, କମେଣ୍ଟ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିବାକୁ କେବେ ବି ଭୁଲିବେ ନାହିଁ। ଆଉ ଡେରି ନ କରି ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରଥମେ ଆମେ ବାୟୁସେନାର ବ୍ରେକିଂ ନ୍ୟୁଜ୍ ଆଜିର ଦେଖିବା। ଦିନେଶ ତ୍ରିପାଠୀ ହେଲେ ବାୟୁସେନାର ଉପମୁଖ୍ୟ। ଭାଇସ୍ ଆଡମିରାଲ ଦିନେଶ ତ୍ରିପାଠୀ ଗୁରୁବାର ଦେଶର ନୌସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ଭାଇସ୍ ଆଡମିରାଲ ସଞ୍ଜୟ ଜେ ସିଂ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ ଇନଚାର୍ଜ କରାଯାଇଛି। ଭାଇସ୍ ଆଡମିରାଲ ତ୍ରିପାଠୀ ପୂର୍ବରୁ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଫ୍ଲାଗ ଅଫିସର କମାଣ୍ଡିଂ ଇନଚାର୍ଜ ରୂପେ କାର୍ଯ୍ୟ କରିଛନ୍ତି। ନେକ୍ସଟ, ରଶ୍ମି ଶୁକ୍ଲା ମହାରାଷ୍ଟ୍ରର ପ୍ରଥମ ମହିଳା ପୋଲିସ ଡିଜି। ମହାରାଷ୍ଟ୍ର ପୋଲିସ ମହାନିର୍ଦ୍ଦେଶକ ଭାବେ 1988 ବ୍ୟାଚ ମହିଳା ପୋଲିସ ଆଇପିଏସ୍ ଅଫିସର ରଶ୍ମି ଶୁକ୍ଲା ନିଯୁକ୍ତି ହୋଇଛନ୍ତି। ପୋଲିସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ପୁନେର ପୋଲିସ କମିଶନର ଥିବା ସମୟରେ ସେ ବଡି କପ୍ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ, ଯାହା ମହିଳା ଓ ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଏଥିସହିତ ରାଜ୍ୟ ଗୋଇନ୍ଦା ବିଭାଗ ମୁଖ୍ୟ ଭାବରେ ମଧ୍ୟ ସେ କାର୍ଯ୍ୟଭାର ସମ୍ଭାଳିଥିଲେ। ତତ୍ସହିତ ସେ ସଶସ୍ତ୍ର ସୀମା ବଳୟ ମହାନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ସମ୍ପନ୍ନ ଭାବେ ତୁଲାଇଥିଲେ। ନେକ୍ସଟ, ବର୍ତ୍ତମାନ ଏବେ ପର୍ଯ୍ୟଟନ ଋତୁ ଚାଲିଛି। ଏହି ସମୟରେ ଦେଶ ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ଚିଲିକାକୁ ଆସିଥାନ୍ତି ଏବଂ ଥଣ୍ଡା ସମୟ ସରିଗଲା ପରେ ନିଜ ଅଞ୍ଚଳକୁ ଫେରିଯାଆନ୍ତି। ଆସିଥିବା ପକ୍ଷୀମାନଙ୍କର ନିର୍ଦ୍ଦିଷ୍ଟ ପ୍ରଜାତି ଓ ପରିମାଣକୁ ଜାଣିବା ପାଇଁ ସରକାରଙ୍କ ଆୟୋଜିତ ପ୍ରୟାସ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ନଳବଣରେ 3,50,000 ପକ୍ଷୀ ଅଛନ୍ତି। ବାଲୁଗାଁ ରେଞ୍ଜ ନଳବଣରେ ସର୍ବାଧିକ ପକ୍ଷୀ ଥିବାବେଳେ ସେହି ବାଲୁଗାଁ ରେଞ୍ଜର ନଈରୀ ଓ ସୋରଣ ଅଞ୍ଚଳରେ ସବୁଠାରୁ କମ୍ ପକ୍ଷୀ ବାସ କରୁଛନ୍ତି। ବର୍ତ୍ତମାନ ଗଣନାନୁସାରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାକୁ ବ୍ୟାପ୍ତ ଚିଲିକାରେ 187 ପ୍ରଜାତିର 11,37,759ଟି ପକ୍ଷୀ ଅଛନ୍ତି। ମୋଟ ପକ୍ଷୀମାନଙ୍କ ମଧ୍ୟରୁ 108 ପ୍ରଜାତିର 10,98,813ଟି ବିଦେଶାଗତ ପକ୍ଷୀ ଥିବାବେଳେ 79 ପ୍ରଜାତିର 38,946ଟି ସ୍ଥାନୀୟ ପକ୍ଷୀ ବାସ କରୁଛନ୍ତି। ଚଳିତ ବର୍ଷ ଚିଲିକାକୁ 820ଟି ଫ୍ଲେମିଙ୍ଗୋ ପକ୍ଷୀ ମଧ୍ୟ ଆସିଛନ୍ତି। ସେହିପରି 8 ବର୍ଷ ପରେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବାଘ ଗଣନା କରାଯାଇଛି। ଏହି ପ୍ରକ୍ରିୟାରେ 3ଟି ରେଞ୍ଜ ଓ 10 ସେକ୍ସନରେ ଶତାଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ପ୍ରକ୍ରିୟାଟି ମାଓବାଦୀଙ୍କ ଡରରେ ଦୀର୍ଘ 8 ବର୍ଷ ଧରି ବନ୍ଦ କରାଯାଇଥିଲା। ଏବେ ସରକାରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ ସମ୍ପାଦନ କରାଯାଉଛି। ଧନ୍ୟବାଦ। ପୁନଶ୍ଚ ପରବର୍ତ୍ତୀ ଭିଡ଼ିଓରେ ଦେଖାହେବ।